ଲୁଗା ଆଣିବାକୁ ଗଲା ବେଳକୁ ମାନେ ଆମକୁ ବାଡେଇକିରି ଧକ୍କା ଦେଇକିରି ଇଏ ପିନ୍ଧୁଛି ଇଏ ଫୁଟୁଛି ଇଏ କୋଉଥିରେ ବାଡେଇଲେ? ପିଟଣାରେ ବାଡିରେ ହାତରେ ପେଲି ଦେଲେ 5ଟା ଜାଗାରେ ମୁଁ ପଡିକିରି କାନ୍ଦିକିରି ଗୋଡେଇ ଗୋଡେଇ ତଳେ ବାଡେଇକିରି କିଏ ବାଡେଇଲା? ବୋହୁ ପୁଅ ମୋ ମୁଣ୍ଡକୁ ବାଡେଇଲେ ଏକୁଆକୁ ବାଡେଇଲେ ତେସର ପୁଅ ତା ମହିନା ଘେରା। ସେ କଣ ସାନ ପୁଅ? ହଁ ସାନ ପୁଅ ସାନ ବୋହୁ କଲେଇ କାହିଁକି ଘରେ ପଉଛୁ କାହିଁକି ଏ ଖଞ୍ଜାରେ ପଉଛୁ ଏ ଖଞ୍ଜାରେ ବାହାରେ ତୁ ଆଲ୍ଲାହ ନାହିଁ ରାଣ୍ଡେ ବାଡି ଇଏ ଘରେ ପଶିବନି କହି ବାଡେଇଲେ? ତମକୁ ନା ଆଉ କାହା ବାଡେଇଲେନି? ବୁଢାକୁ ମତେ ବୁଢାକୁ ତମକୁ? ହଁ ଆମେ ଭୁଲୁଥିଲୁ ଅନାଥ ଆଶ୍ରମ ବଡ ପୁଅ ଆମକୁ ନେଇକି ରଖିଛି। ଅନାଥ ଆଶ୍ରମ ଥିଲ ଘରକୁ ଆଇଲା ବେଳକୁ ତମକୁ ବାଡେଇଲେ? ବାହାରେ ଥିଲୁ ଆଇଥିଲୁ ତା ଘରକୁ ଖଟା ପାଇଁ ଲୁଗା ବସ୍ତ୍ର ପାଇଁ ଆମକୁ ବାଡେଇଲା। ମୁଁ ଆରି 10 କିଲୋ 10 ଟୁକୁଇ ଖଟା ତାରି ଭାଇରୁ ପାରିକିରି ରଖିଥିଲି। ମୁଁ କହିଲି ଗେଦି ଆସିବି ଖଟା ଗୁଡାକ କଳା ପଡିଆ ହଉଛି ଶୁଖେଇବି ସେଇ ଯୋଗୁରୁ ମତେ ବାଡେଇ ଲୁଗା ଛଡେଇ ଖଟା ଦାଣ୍ଡରେ ପଡିଛି ଖଟା ଆମେ ବୁଢା ବୁଢୀ ଆଇଛୁ ଥାନାକୁ ବାଡିଆ ଖାଇକିରି। ବାପା ବୋଉ କଣ ମତେ ଫୋନ କଲେ ଆମେ ଯୋଉ କପଡା ଆଉ ଯୋଉ ଖଟାଟା ଆମ୍ବ ମୋ ଗଛରୁ ଆମ୍ବ ତୋଳିଥିଲେ ସେ ଶୁଖିଥିଲା ଆଣିଥିଲେ ସେ ଯିବା ଭିତରେ ତାକୁ କହିଲେ ଯେ ମାନେ ବାପାର ବୟାନ ମାର ବୟାନ ମୁଁ ଶୁଣିକିରି ମୁଁ କିଛି ଜାଣିନି। ଆଉ ବର୍ତ୍ତମାନ ମୁଁ କହିଲି କଣ ଘଟଣା ହେଇଛି ନା ଆମେ ଘର ତ ପଶିଗଲା ବେଳକୁ ତାଙ୍କ ମହିମା ବେହେରା ଆଉ ବୁଦ୍ଧେଶ୍ୱର ବେହେରା ବାପକୁ ପୁରା ଗୋଟେ ଠେଙ୍ଗା ଧରି ଗୋଟେ ବଡ କଟୁରୀ ଧରି କହିଲେ ହାଣିଦେବୁ ବାଡେଇବୁ 2 ଧକ୍କା ଧକେଇଲେ ବୁଢା ବୁଢୀ ତଳେ ପଡିଛନ୍ତି ଆଉ ସେ କାନ୍ଥରେ ପିଟି ହେଇଗଲେ। ପିଟି ହେଇଗଲା ପରେ ବୁଢା ବୁଢୀ ଫୋନ କଲେ କଣ ହେଇଛି ଘଟଣା ମୁଁ ଏମିତି ବାଡେଇକିରି ମୁଁ କହୁଛି କଣ କରିବି ମୁଁ ଥାନା ଆଶ୍ରୟ ନିଅନ୍ତୁ ହେଲା ଥାନା ଆଶ୍ରୟ ନେଇକି ମେଡିକାଲ ପଡିକି ମେଡିକାଲ ଡକ୍ଟର ମୋ ସାନ ଭାଇ ବୁଦ୍ଧେଶ୍ୱର ବେହେରା ତା ବାପା ନାଁ ହେଉଛି ନବୀନ ବେହେରା ମହିମା ବେହେରା ତା ବାପା ନାଁ ହେଉଛି ଦିବାକର ବେହେରା ବାଲିଡିଆ ସିଏ ବାଲିଡିଆ ଝିଅ ଏମିତି ପ୍ରକାର ସବୁବେଳେ ବାପା ମାଆକୁ ଏବେ କେସ୍ କାସ ହେଇଥିଲା ବାପା ବାଡେଇଥିଲା ମୁଁ ତାକୁ ସମାଧାନ କରି ନେଇଥିଲି ପୁଣି ବର୍ତ୍ତମାନ ସେ ଘର ଭିତରେ ପଶନି ଏ ଘର ତୋର ଭାଗ ନାହିଁ ମୋ ଘର ଇଏ ତମକୁ ଘରୁ ବାହାର ତମେ ଯାଇକି ଅଲଗା ଅନାଥ ଆଶ୍ରମ ରୁହ ଅନାଥ ଆଶ୍ରମ ସେ ଥିଲେ ମୁଁ ଯାଇକି ବାପାକୁ ଗୋଡ ହାତ ଧରିକି ମୋ ଘରକୁ ଆଣିକି ଆସିଲି ଯୋଉ ବର୍ତ୍ତମାନ ଯୋଉ ଲୁଗାପତ୍ର ଥିଲା ମୁଁ ଯାଇକିରି ଲୁଗାପଟା ତମେ ଆଣିକି ଆସି ତମେ ପ୍ରାର୍ଥନା କରିବି ପଳେଇ ଆସିବ କାହିଁକି ଲୁଗାପଟା ବି ଆଇଛି ବୋଲି ଧରିକି ସ୍ୱାମୀ ସ୍ତ୍ରୀ ପୁରା ବାଡେଇଲେ ବୁଢା ବୁଢୀକି ପୁରା ଖୁଆ ବିନ୍ଧା କରିକି ପୁରା ସାରା ମେଡିକାଲ ଜଷ୍ଟ ତାକୁ ଆଣିକିରି ଆଇ ଆସିକି ବି ସକାଳ 6:15 ଫୋନ କଲି କହିଲେ ତମ ବାପାକୁ ମେଡିକାଲ ଆଣିକି ଆସି ପହଞ୍ଚ ଆସି ମୋ କତିରେ ଦେଖା କର ଆମେ ଆସିକି ଥାନା କତିରେ ଆସି ବର୍ତ୍ତମାନ ବାପାଙ୍କୁ ଏଫଆଇଆର ଦେଇଛୁ।